ଆପଣ ଜାଣନ୍ତି କି ଯୀଶୁ କାହିଁକି ଘୋଡ଼ା ବଦଳରେ ଏକ ଅଶୁଚି ଗଧକୁ ବାଛିଲେ? ଲୁକ 19 ଅଧ୍ୟାୟର 30-31 ପଦରେ ଲେଖା ଅଛି, ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ, ସେଥିରେ ପ୍ରବେଶ କରିବା ସମୟରେ ଯା' ଉପରେ କେହି କେବେ ବସିନାହିଁ ଏପରି ଗୋଟିଏ ଗଧ ଛୁଆକୁ ବନ୍ଧା ହୋଇଥିବା ଦେଖିବ। ତାହାକୁ ଫିଟାଇ ଘେନି ଆସ। ଆଉ ଯେବେ କେହି ତୁମ୍ଭମାନଙ୍କୁ କାହିଁକି ଫିଟାଉଅଛ ବୋଲି ପଚାରେ, ତେବେ ଏପରି କହିବ, କାରଣ ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି। ସେଥିରେ ପ୍ରେରିତ ଲୋକେ ପ୍ରସ୍ଥାନ କରି ସେ ସେମାନଙ୍କୁ ଯେପରି କହିଥିଲେ ସେହିପରି ଦେଖିଲେ। ବାଇବେଲର ବ୍ୟବସ୍ଥା ଅନୁସାରେ ଯାତ୍ରା ପୁସ୍ତକ 34 ଅଧ୍ୟାୟର 20 ପଦରେ ଲେଖା ଅଛି, ଗଧକୁ ଏକ ଅଶୁଚି ପ୍ରାଣୀ ଭାବେ ଗଣାଯାଉଥିଲା। ଏହା କୌଣସି ବଳି ପାଇଁ ଯୋଗ୍ୟ ନଥିଲା। ଯଦି କାହା ଘରେ ଗଧ ଜନ୍ମ ହୁଏ, ତେବେ ତାକୁ ବଞ୍ଚାଇବାକୁ ହେଲେ ତା ବଦଳରେ ଏକ ନିଷ୍ପାପ ମେଷ ଶାବକକୁ ବଳି ଦେବାକୁ ପଡ଼ୁଥିଲା। ଯଦି ମେଷ ଦିଆ ନଯାଏ, ତେବେ ସେହି ଗଧର ବେକ ଭାଙ୍ଗି ଦିଆଯାଉଥିଲା। ଏଠାରେ ଗଧ ହେଉଛି ପାପୀ ମଣିଷର ପ୍ରତୀକ, ଯିଏ ନିଜ ସ୍ୱଭାବରେ ଅଶୁଚି ଏବଂ ମୃତ୍ୟୁଦଣ୍ଡ ପାଇବା ପାଇଁ ଯୋଗ୍ୟ। କିନ୍ତୁ ରହସ୍ୟ ବିଷୟ ହେଉଛି, ଯୀଶୁ ଈଶ୍ୱରଙ୍କ ନିଷ୍ପାପ ମେଷ ଶାବକ ଆମ ପାଇଁ ନିଜ ପ୍ରାଣ ଦେଲେ, ଯାହା ଫଳରେ ଆମେ ଅଶୁଚି ଗଧ ସଦୃଶ ଲୋକମାନେ ମୃତ୍ୟୁରୁ ବଞ୍ଚିଗଲୁ। ଯୀଶୁ ଗଧ ଉପରେ ବସିବା ଅର୍ଥ ହେଉଛି, ସେ ପୃଥିବୀର ଅପବିତ୍ରତା ଏବଂ ପାପକୁ ନିଜ ଉପରେ ବହନ କଲେ। ସେ ଦେଖାଇଲେ ଯେ ଈଶ୍ୱର କେବଳ ପବିତ୍ର ସ୍ଥାନରେ ରହନ୍ତି ନାହିଁ, ବରଂ ଜଣେ ଅଶୁଚି ପାପୀ ଯଦି ନିଜକୁ ସମର୍ପଣ କରେ, ତେବେ ପ୍ରଭୁ ତାକୁ ନିଜର ସିଂହାସନ ବନାଇ ଦିଅନ୍ତି। ସେହି ସମୟରେ ରାଜାମାନେ ଯେତେବେଳେ ଯୁଦ୍ଧ ଜିତିବା ପାଇଁ ବାହାରୁଥିଲେ, ସେମାନେ ଉଚ୍ଚ ଏବଂ ଶକ୍ତିଶାଳୀ ଘୋଡ଼ା ବ୍ୟବହାର କରୁଥିଲେ, ଯାହା ଗର୍ବ ଓ ଅହଙ୍କାରର ପ୍ରତୀକ ଥିଲା। କିନ୍ତୁ ଯୀଶୁ ଏକ ଗଧ ଶାବକକୁ ବାଛିଲେ, ଯାହା କେବେ ଯୁଦ୍ଧ ପାଇଁ ବ୍ୟବହାର ହୁଏ ନାହିଁ। ଏହାର ଅର୍ଥ, ଯୀଶୁଙ୍କ ରାଜ୍ୟ ପୃଥିବୀର ଅସ୍ତ୍ରଶସ୍ତ୍ରରେ ନୁହେଁ, ବରଂ ନମ୍ରତାରେ ସ୍ଥାପିତ। ଘୋଡ଼ା ଉପରେ ବସିଥିବା ବ୍ୟକ୍ତି ଲୋକଙ୍କ ଉପରେ ନିଜର ପ୍ରଭୁତ୍ୱ ଦେଖାଏ, କିନ୍ତୁ ଗଧ ଉପରେ ବସିଥିବା ଯୀଶୁ ଲୋକଙ୍କ ସହ ନିଜକୁ ସମାନ କରିଦେଲେ। ଈଶ୍ୱରଙ୍କ ପାଖକୁ ଯିବା ପାଇଁ ଆମକୁ କୌଣସି ଡିଗ୍ରୀ ସମ୍ପତ୍ତିର ଆବଶ୍ୟକତା ନାହିଁ। ଯେପରି ଗଧ ଶାବକଟି ନିଜ ଉପରେ ଯୀଶୁଙ୍କ ଭାର ସହି ଅତି ଧୀରେ ଭାବେ ଚାଲୁଥିଲା, ସେହିପରି ଆମେ ଯେତେବେଳେ ନିଜ ଗର୍ଭକୁ ତ୍ୟାଗ କରି ନମ୍ର ହେଉ, ସେତେବେଳେ ପ୍ରଭୁ ଆମ ଭିତରେ ବାସ କରନ୍ତି। ନମ୍ର ଲୋକ ପୃଥିବୀର ଅଧିକାରୀ ହେବେ। ଯୀଶୁ କହିଲେ, ସେହି ଗଧ ଶାବକକୁ ଫିଟାଇ ଆଣ, କାରଣ ଏଥିରେ ପ୍ରଭୁଙ୍କର ପ୍ରୟୋଜନ ଅଛି। ସେହି ଗଧଟି ଜନ୍ମରୁ ବନ୍ଧା ହୋଇ ରହିଥିଲା ଏବଂ କେହି କେବେ ତା ଉପରେ ବସି ନଥିଲେ। ବନ୍ଧା ହୋଇ ରହିବା ହେଉଛି ପାପ, ଅଭିଶାପ ଏବଂ ସାଂସାରିକ ଦାସତ୍ୱର ପ୍ରତୀକ। ସଂସାର ଆପଣଙ୍କୁ ବାନ୍ଧି ରଖିଥାଇପାରେ, କିନ୍ତୁ ଯୀଶୁ ଆପଣଙ୍କୁ ଫିଟାଇବା ବା ମୁକ୍ତ କରିବା ପାଇଁ ଆସିଛନ୍ତି। ଏଠାରେ ସବୁଠାରୁ ବଡ଼ ରହସ୍ୟ ହେଉଛି, ସମଗ୍ର ବିଶ୍ୱର ମାଲିକ, ଯାହାଙ୍କ ପାଖରେ ସବୁ କିଛି ଅଛି, ସେ କହୁଛନ୍ତି, ମୋତେ ତୁମେ ଦରକାର। ଯୀଶୁ ଚାହିଁଥିଲେ ସ୍ୱର୍ଗରୁ ସିଧା ଓହ୍ଲାଇ ପାରିଥାନ୍ତେ, କିନ୍ତୁ ସେ ଜଣେ ଅଶୁଚି ଓ ବନ୍ଧା ହୋଇଥିବା ବ୍ୟକ୍ତିଙ୍କ ସାହାଯ୍ୟରେ ନିଜର ମହିମା ପ୍ରକାଶ କରିବାକୁ ଚାହାନ୍ତି।
ପ୍ରଭୁ ଆପଣଙ୍କୁ ଚାହାନ୍ତି ଆପଣ ସମ୍ପୂର୍ଣ୍ଣ ରୂପେ ତାଙ୍କ ପାଇଁ ସମର୍ପିତ ହୁଅନ୍ତୁ। ଆପଣଙ୍କ ଜୀବନ ଉପରେ ପାପ ବା ସଂସାର ବସିବା ଉଚିତ ନୁହେଁ। କେବଳ ଯୀଶୁଙ୍କର ଅଧିକାର ରହିବା ଉଚିତ। ଗୀତ ସଂହିତା 92 ଅଧ୍ୟାୟର 12 ପଦ ଅନୁସାରେ ଧାର୍ମିକ ବ୍ୟକ୍ତିଙ୍କୁ ଖଜୁରୀ ବୃକ୍ଷ ସହ ତୁଳନା କରାଯାଇଛି। ଏହାର ଆତ୍ମିକ ରହସ୍ୟ ବିଷୟରେ ଦେଖିବା। ସାଧାରଣ ବଡ଼ ଗଛର ଚେର ମାଟିକୁ ଜାବୁଡ଼ି ଧରି ଚାରିଆଡ଼କୁ ପ୍ରସାରିତ ହୁଏ, କିନ୍ତୁ ଖଜୁରୀ ଗଛର ଚେର ପୃଥିବୀର ମାଟିରେ ବହୁତ ଗଭୀରକୁ ଯାଏ ନାହିଁ। ଏହା ଦର୍ଶାଏ ଯେ ଜଣେ ଧାର୍ମିକ ବ୍ୟକ୍ତି ଏହି ଜଗତରେ ଜଣେ ଅତିଥି ବା ଯାତ୍ରୀ ସଦୃଶ। ଆମର ଶରୀର ଏହି ପୃଥିବୀରେ ଅଛି, କିନ୍ତୁ ଆମର ଆତ୍ମିକ ଚେର ସାଂସାରିକ ମୋହମାୟା, ପାପ ଓ ଲୋଭରେ ବାନ୍ଧି ହୋଇ ରହିବା ଉଚିତ ନୁହେଁ। ଆପଣଙ୍କ ଜୀବନରେ ଯଦି କିଛି ସାଂସାରିକ ଜିନିଷ ହଜିଯାଏ ବା କେହି ସମ୍ପର୍କ ଛାଡ଼ି ଚାଲିଯାଆନ୍ତି, ତେବେ ଭାଙ୍ଗି ପଡ଼ନ୍ତୁ ନାହିଁ। ସଂସାରର ଜିନିଷକୁ ବ୍ୟବହାର କରନ୍ତୁ, କିନ୍ତୁ ତାକୁ ନିଜର ଆତ୍ମାକୁ ବାନ୍ଧିବାକୁ ଦିଅନ୍ତୁ ନାହିଁ। ଖଜୁରୀ ଗଛ ଏପରି ଏକ ବୃକ୍ଷ ଯାହା ପ୍ରବଳ ଖରା ଏବଂ ପାଣି ନଥିବା ମରୁଭୂମିରେ ମଧ୍ୟ ପ୍ରଫୁଲ୍ଲିତ ହୋଇ ରହେ। ଯେତେବେଳେ ଅନ୍ୟ ଗଛ ମରିଯାଆନ୍ତି, କିନ୍ତୁ ଖଜୁରୀ ଗଛ ସବୁଜ ରହେ। ମରୁଭୂମି ହେଉଛି ଆମ ଜୀବନର କଠିନ ପରୀକ୍ଷା, ଦୁଃଖ, ରୋଗ ଏବଂ ଆର୍ଥିକ ଅଭାବର ପ୍ରତୀକ। ଖଜୁରୀ ଗଛ ମାଟିର ବାହ୍ୟ ଶୁଖିଲା ପରସ୍ତକୁ ଭେଦ କରି ତଳେ ଥିବା ଗୁପ୍ତ ଜଳସ୍ରୋତରୁ ଶକ୍ତି ପାଏ। ସେହିପରି ଧାର୍ମିକ ବ୍ୟକ୍ତି ବାହ୍ୟ ପରିସ୍ଥିତି ବା ଲୋକଙ୍କ ସାହାଯ୍ୟ ଉପରେ ନିର୍ଭର ନ କରି ପବିତ୍ର ଆତ୍ମାଙ୍କ ଶକ୍ତିରେ ବଞ୍ଚନ୍ତି। ଯଦି ଆପଣଙ୍କ ଚାରିପାଖର ପରିସ୍ଥିତି ଖରାପ ଅଛି, ତେବେ ହତାଶ ହୁଅନ୍ତୁ ନାହିଁ। ଖଜୁରୀ ଗଛ ପରି ପ୍ରାର୍ଥନା ଦ୍ୱାରା ପ୍ରଭୁଙ୍କ ଗଭୀରତାକୁ ଯାଆନ୍ତୁ। ମନେ ରଖନ୍ତୁ, ଆପଣଙ୍କ ଆଶୀର୍ବାଦ ଆପଣଙ୍କ ପରିସ୍ଥିତି ଉପରେ ନୁହେଁ, ବରଂ ଆପଣଙ୍କ ପରମେଶ୍ୱରଙ୍କ ଉପରେ ନିର୍ଭର କରେ। ଖଜୁରୀ ଗଛ ଚାରିଆଡ଼କୁ ଶାଖା ପ୍ରଶାଖା ବିସ୍ତାର କରେ ନାହିଁ। ଏହାର ସମସ୍ତ ଶକ୍ତି କେବଳ ସିଧା ଉପରକୁ ବଢ଼ିବାରେ ବ୍ୟବହାର ହୁଏ। ଏହା ଏକତାର ପ୍ରତୀକ। ସଂସାରରେ ଅନେକ ଆକର୍ଷଣ ଅଛି ଯାହା ଆମକୁ ବାଟବଣା କରିବାକୁ ଚାହେଁ, କିନ୍ତୁ ଧାର୍ମିକ ବ୍ୟକ୍ତିର ଧ୍ୟାନ ଏପଟ ସେପଟ ନ ହୋଇ କେବଳ ଯୀଶୁଙ୍କ ଆଡ଼କୁ ସିଧା ଉପରକୁ ରହିଥାଏ। ଜୀବନରେ ଲକ୍ଷ୍ୟ ସ୍ଥିର ରଖନ୍ତୁ। ଅନ୍ୟମାନେ କ'ଣ କରୁଛନ୍ତି ବା ଦୁନିଆରେ କେଉଁ ନୂଆ ଫ୍ୟାସନ୍ ଚାଲିଛି, ସେଥିରେ ଅଧିକ ସମୟ ନଷ୍ଟ ନ କରି ପ୍ରତିଦିନ ପ୍ରଭୁଙ୍କ ନିକଟତର ହେବାକୁ ଚେଷ୍ଟା କରନ୍ତୁ। ନିଜର ଆତ୍ମିକ ଉନ୍ନତି ପାଇଁ ସର୍ବଦା ଉପରକୁ ଚାହାନ୍ତୁ। ଖଜୁରୀ ଗଛ ମରୁଭୂମିରେ ରହେ, ଯେଉଁଠାରେ ମାଟି ତଳର ପାଣି ଅନେକ ସମୟରେ ଲୁଣିଆ ବା ପିତା ଥାଏ। ସେହି ଗଛ ସେହି ପିତା ପାଣିକୁ ଶୋଷି ନିଏ, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ସେହି ପିତା ପାଣି ପିଇ ମଧ୍ୟ ସେ ଯେଉଁ ଫଳ ଦିଏ, ତାହା ଦୁନିଆର ସବୁଠାରୁ ମିଠା ଫଳ। ଏହାର ଅର୍ଥ, ଜଣେ ଧାର୍ମିକ ବ୍ୟକ୍ତି ଲୋକଙ୍କଠାରୁ ଗାଳି, ଅପମାନ କିମ୍ବା ଖରାପ ବ୍ୟବହାର ପାଇଲେ ମଧ୍ୟ ସେ ନିଜେ ଖରାପ ହୋଇଯାଏ ନାହିଁ। ସେ ସେହି କଷ୍ଟକୁ ପ୍ରାର୍ଥନା ଦ୍ୱାରା ସମାଧାନ କରିଦିଏ ଏବଂ ବଦଳରେ ଲୋକଙ୍କୁ ପ୍ରେମ, କ୍ଷମା ଓ ଆଶୀର୍ବାଦ ଦିଏ। ଧାର୍ମିକ ବ୍ୟକ୍ତି ଖଜୁରୀ ବୃକ୍ଷ ସଦୃଶ।
ଆପଣଙ୍କ ଚେର ପ୍ରଭୁଙ୍କଠାରେ ରହୁ। ଆପଣ କଠିନ ସମୟରେ ବି ପ୍ରଫୁଲ୍ଲିତ ହୁଅନ୍ତୁ ଏବଂ ଆପଣଙ୍କ ଜୀବନର ପ୍ରତିଟି ଶକ୍ତି କେବଳ ଯୀଶୁଙ୍କ ମହିମା ପାଇଁ ବ୍ୟବହାର ହେଉ। ଲୁକ 19 ଅଧ୍ୟାୟର 41 ପଦରୁ 44 ପଦ ଯାଏଁ ଲେଖା ଅଛି, ଯୀଶୁଙ୍କର ରୋଦନ ଏବଂ ଜେରୁସାଲେମର ପତନ ବିଷୟରେ ଏକ ଅତି ଗଭୀର ଏବଂ ଚେତାବନୀପୂର୍ଣ୍ଣ ଆତ୍ମିକ ରହସ୍ୟ ରହିଛି। ସେଦିନ ସମଗ୍ର ଜେରୁସାଲେମ ସହର ଉତ୍ସବ ମନାଇବାରେ ବ୍ୟସ୍ତ ଥିଲେ। ଲୋକେ ହୋଶାନା ଗାନ କରୁଥିଲେ, କିନ୍ତୁ ସେହି ଭିଡ଼ ମଝିରେ ଯୀଶୁ କାନ୍ଦୁଥିଲେ। ସେ କାହିଁକି କାନ୍ଦୁଥିଲେ? ଯୀଶୁ ଦେଖିପାରୁଥିଲେ ଯେ ଲୋକେ କେବଳ ବାହ୍ୟ ଉତ୍ସବ କରୁଛନ୍ତି, କିନ୍ତୁ ସେମାନଙ୍କର ଆତ୍ମା ମୃତ। ସେମାନେ ନିଜର ମୁକ୍ତିଦାତାଙ୍କୁ ଚିହ୍ନି ପାରିଲେ ନାହିଁ। ଯୀଶୁ ସେମାନଙ୍କର ଭବିଷ୍ୟତର ବିନାଶ, ଯାହା 70 ଖ୍ରୀଷ୍ଟାବ୍ଦରେ ଘଟିଲା, ତାହାକୁ ଦେଖି ମର୍ମାହତ ହୋଇଥିଲେ। ଆମେ ଚର୍ଚ୍ଚ ଯାଉଛୁ, ବଡ଼ ପର୍ବ ପାଳନ କରୁଛୁ, ଭଲ ପୋଷାକ ପିନ୍ଧୁଛୁ, କିନ୍ତୁ ଆମ ହୃଦୟ ଭିତରେ ଯୀଶୁଙ୍କ ପାଇଁ ପ୍ରକୃତ ସ୍ଥାନ ଅଛି କି? କେବଳ ଧର୍ମ ପାଳନ କରିବା ଯଥେଷ୍ଟ ନୁହେଁ। ପ୍ରଭୁଙ୍କ ପ୍ରତି ପ୍ରକୃତ ପ୍ରେମ ଓ ସମର୍ପଣ ରହିବା ଆବଶ୍ୟକ। ଯୀଶୁ କହିଲେ, ତୁମ୍ଭେ ଆପଣା ଦର୍ଶନର ସମୟ ଚିହ୍ନିଲ ନାହିଁ। ପ୍ରତିଟି ମଣିଷର ଜୀବନରେ ଈଶ୍ୱର ଏକ ନିର୍ଦ୍ଦିଷ୍ଟ ସମୟ ଦିଅନ୍ତି, ଯେତେବେଳେ ସେ ତାହାଙ୍କୁ ଗ୍ରହଣ କରି ପରିତ୍ରାଣ ପାଇପାରିବ। ଦର୍ଶନର ସମୟ ମାନେ କେବଳ ଯୀଶୁଙ୍କୁ ଆଖିରେ ଦେଖିବା ନୁହେଁ, ବରଂ ତାଙ୍କର ବାକ୍ୟକୁ ଗ୍ରହଣ କରିବା। ଯେତେବେଳେ ବାକ୍ୟ ଆପଣଙ୍କ ପାଖକୁ ଆସେ, ସେତେବେଳେ ସ୍ୱୟଂ ପରମେଶ୍ୱର ଆପଣଙ୍କୁ ଦର୍ଶନ ଦିଅନ୍ତି। ଆଜି ଯଦି ଆପଣ କୌଣସି ବାକ୍ୟ ଶୁଣୁଛନ୍ତି କିମ୍ବା ଆପଣଙ୍କ ହୃଦୟରେ ଅନୁତାପ ଆସୁଛି, ତେବେ ସେହି ସମୟକୁ ଅବହେଳା କରନ୍ତୁ ନାହିଁ। କାଲି ହୁଏତ ସେହି ସୁଯୋଗ ନ ଥାଇପାରେ। ଈଶ୍ୱରଙ୍କ ଆହ୍ୱାନକୁ ତୁରନ୍ତ ଗ୍ରହଣ କରନ୍ତୁ। ଯୀଶୁ କହିଲେ, ତୁମ୍ଭ ଶାନ୍ତିଜନକ ବିଷୟଗୁଡ଼ିକ ଯଦି ଆଜି ତୁମ୍ଭେ ଜାଣନ୍ତ। ଜେରୁସାଲେମର ଲୋକ ଭାବୁଥିଲେ ଯେ ଯୀଶୁ ସେମାନଙ୍କୁ ରୋମୀୟ ଶାସନରୁ ମୁକ୍ତ କରିବେ, କିନ୍ତୁ ଯୀଶୁ ସେମାନଙ୍କୁ ପାପର ଶାସନରୁ ମୁକ୍ତ କରିବାକୁ ଆସିଥିଲେ। ଯେତେବେଳେ ମନୁଷ୍ୟ ଈଶ୍ୱରଙ୍କ ଆତ୍ମିକ ଶାନ୍ତିକୁ ଗ୍ରହଣ ନ କରେ, ସେତେବେଳେ ତାହାର ଜୀବନ ନଷ୍ଟ ହୋଇଯାଏ। ଜେରୁସାଲେମ ମନ୍ଦିର ଏପରି ଭାବେ ଭାଙ୍ଗିଗଲା ଯେ ପଥର ଉପରେ ପଥର ରହିଲା ନାହିଁ। ଯଦି ଆମେ ପ୍ରଭୁଙ୍କୁ ଆମ ଜୀବନରେ ରାଜା ଭାବେ ଗ୍ରହଣ ନ କରିବା, ତେବେ ଆମର ସାଂସାରିକ ସଫଳତା, ଟଙ୍କା, ଘର, ଗୌରବ ଦିନେ ସେହି ଭଙ୍ଗା ମନ୍ଦିର ପରି ଧୂଳିସାତ୍ ହୋଇଯିବ। ପ୍ରକୃତ ଶାନ୍ତି କେବଳ ଯୀଶୁଙ୍କଠାରେ ହିଁ ମିଳେ। କଳ୍ପନା କରନ୍ତୁ, ଆପଣ ପ୍ରତି ରବିବାର ଚର୍ଚ୍ଚ ଯାଉଛନ୍ତି, କିନ୍ତୁ ଘରକୁ ଆସିବା ପରେ ଆପଣଙ୍କ ସ୍ୱଭାବରେ କୌଣସି ପରିବର୍ତ୍ତନ ନାହିଁ। ଆପଣ ରାଗୁଛନ୍ତି, ମିଛ କହୁଛନ୍ତି ବା ଘୃଣା ରଖୁଛନ୍ତି। ଏହାର ଅର୍ଥ ହେଉଛି ଆପଣ ହୋଶାନା ତ ଗାଉଛନ୍ତି, ଉତ୍ସବ କରୁଛନ୍ତି, କିନ୍ତୁ ପ୍ରଭୁଙ୍କର ଦର୍ଶନର ସମୟକୁ ଚିହ୍ନି ପାରୁନାହାନ୍ତି। ବାକ୍ୟକୁ କେବଳ କର୍ଣ୍ଣରେ ଶୁଣିବା ଯଥେଷ୍ଟ ନୁହେଁ, ତାକୁ ନିଜ ଜୀବନର ପରିବର୍ତ୍ତନ ପାଇଁ ବ୍ୟବହାର କରନ୍ତୁ। ଆଜି ହିଁ ନିଜର ଭୁଲ ସ୍ୱୀକାର କରି ପ୍ରଭୁଙ୍କ ନିକଟକୁ ଫେରି ଆସନ୍ତୁ, ଯେପରି ପ୍ରଭୁ ଆପଣଙ୍କୁ ଦେଖି କାନ୍ଦିବା ବଦଳରେ ଆନନ୍ଦିତ ହେବେ।
ଯଦି ଆପଣ ଆଜି ନିଜ ଜୀବନର ସେହି ଅଦୃଶ୍ୟ ବନ୍ଧନରୁ ମୁକ୍ତ ହେବାକୁ ଚାହୁଁଛନ୍ତି, ତେବେ କମେଣ୍ଟରେ ଆମେନ୍ ଲେଖନ୍ତୁ ଏବଂ ନିଜକୁ ସେହି ଗଧ ଶାବକ ପରି ପ୍ରଭୁଙ୍କ ସେବା ପାଇଁ ସମର୍ପି ଦିଅନ୍ତୁ। ଖଜୁରୀ ରବିବାର କେବଳ ଗୋଟିଏ ଦିନର ପର୍ବ ନୁହେଁ, ଏହା ହେଉଛି ଆମର ପରିବର୍ତ୍ତନର ଦିନ। ଆମେ ଗଧ ପରି ନମ୍ର ହେବା ଏବଂ ଖଜୁରୀ ଗଛ ପରି ଆତ୍ମିକ ଭାବେ ବୃଦ୍ଧି ପାଇବା ଆବଶ୍ୟକ। ଆମେନ୍।